ଜୟ ଜଗନ୍ନାଥ ଭାଇ। ଆଜି ଭିଡ଼ିଓ କରିବାର କାରଣଟା ହେଲା, ଏଇ କିଛି ଦିନ ହେଲା କିଛି କଥା ଆମ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତ ଯେତେବେଳେ ଆମେ କ'ଣ କରୁ ନା ଆମ ନିଜ ସ୍ୱାର୍ଥ ପାଇଁ ରାଜନୀତିରେ ଓହ୍ଲାଇବା ପାଇଁ ଆମେ ଆମ ସରକାର, ଆମ ପ୍ରାଇମ୍ ମିନିଷ୍ଟରକୁ ଗାଳି କରିବା ଆରମ୍ଭ କରୁ, କୋଶ୍ଚିନ୍ ପଚାରିବା ଆରମ୍ଭ କରୁ। ସେଇଟା ସେଇ ପର୍ଯ୍ୟନ୍ତ ଠିକ୍ ଥାଏ ଯେଉଁ ପର୍ଯ୍ୟନ୍ତ ସମ୍ବିଧାନ ଆମକୁ ଅଧିକାର ଦେଇଛି କୋଶ୍ଚିନ୍ କରିବାର, ପ୍ରଶ୍ନ ପଚାରିବାର। କିନ୍ତୁ ଯେତେବେଳେ ଆମେ ଆମ କର୍ତ୍ତବ୍ୟ ଭୁଲି ଯାଉ, ସେ ସମ୍ବିଧାନ ଆମକୁ କର୍ତ୍ତବ୍ୟ କରିବାକୁ ବି କହୁଛି ନାଗରିକ ହିସାବରେ। ସେ କର୍ତ୍ତବ୍ୟ ହେଲା, ଯେତେବେଳେ ଦେଶର ସୁରକ୍ଷା କଥା ଆସିବ, ସେଠି ଆମେ ଦେଶ ସହିତ, ଆମ ସରକାର ସହିତ, ଆମ ଆର୍ମି ସହିତ ଆମକୁ ଛିଡ଼ା ହେବାକୁ ପଡ଼ିବ, ଆଉ ସାଥ ଦେବାକୁ ପଡ଼ିବ। ଏଇ ଯେଉଁ ସୁବିଧା ରାସ୍ତା ମିଳିଯାଇଛି ରାଜନୀତି କରିବା ପାଇଁ, ଯେ ତମେ ଗଭର୍ଣ୍ଣମେଣ୍ଟକୁ ବିରୋଧ କର, ତାଙ୍କ ଗାଳି ଫାଳି ଦିଅ, ପ୍ରଶ୍ନ ପଚାର, ତାପରେ ତମ ବିରୋଧ ଦଳଠୁ ଗୋଟେ ଟିକେଟ୍ ଆରାମସେ ମିଳିଯିବ, ତମେ MLA MP ହେଇଯିବ। ଯେଉଁଟା ହରିୟାଣାରେ ଏବେ ଜଣେ ଭଉଣୀ ସିନ୍ ହେଇଛନ୍ତି। ସ୍ପୋର୍ଟସରେ ଭଲ ନାଁ କରିଥିଲେ, ତାଙ୍କ ମୁଣ୍ଡରେ କେଉଁଠି ରାଜନୀତି କରିବା ଚିନ୍ତାଧାରା ଆସିଲା, ଏସବୁ କରିକି ସେ ହେଲେ। ଠିକ୍ ଅଛି, ସେ ହେଲେ। କିନ୍ତୁ ଏବେ ଯେଉଁ ବିହାରରେ ଜଣେ ଭଉଣୀ ସେ ରାସ୍ତାରେ ବାହାରିଛନ୍ତି, ବିହାରରେ ଆଗକୁ ଇଲେକ୍ସନ୍ ଅଛି ନା, ସେ ଭାବିଛନ୍ତି ଯେ ଏଇଭଳିଆ କଲେ ସେ ବିରୋଧ ଦଳରୁ ଗୋଟେ ଟିକେଟ୍ ପାଇକି ନେତା ହେବେ। କିନ୍ତୁ ସେ ଭୁଲି ଯାଉଛନ୍ତି ବର୍ତ୍ତମାନ ଦେଶର ସୁରକ୍ଷା କଥା ଉଠିଛି। ଏଠୁ ଶତ୍ରୁ ଦେଶ ଯେଉଁ ଭଳିଆ କାମ କରିଛି, ଆମେ ଆମ ଦେଶକୁ ସପୋର୍ଟ କରିବା ଉଚିତ। ଆମ ସରକାର ସହିତ ଛିଡ଼ା ହେବା ଦରକାର। ଆମ ସୈନ୍ୟ, ଆମ ଆର୍ମି ସହିତ ଆମେ ଛିଡ଼ା ହେଇ ତାଙ୍କୁ ମନୋବଳ ବଢ଼ାଇବା ଦରକାର। ଏଠି ଆମେ କୋଶ୍ଚିନ୍ କରୁଛେ ଆମ ଆର୍ମିକୁ। ଆର୍ମି ନଥିଲେ ଆପଣମାନେ ଆଜି କୋଶ୍ଚିନ୍ ପଚାରିବା ବି ନଥାନ୍ତେ। ଆର୍ମି ଅଛି ବୋଲି ଏଇ କୋଶ୍ଚିନ୍ ଆପଣମାନେ ପଚାରି ପାରୁଛନ୍ତି। ଆରେ ତମକୁ ସମ୍ବିଧାନ ଅଧିକାର ଦେଇଛି, ଠିକ୍ ଅଛି, କିନ୍ତୁ ନାଗରିକ ହିସାବରେ ଗୋଟେ କର୍ତ୍ତବ୍ୟ, ସେ କର୍ତ୍ତବ୍ୟ ପାଳନ କର। ଏଠି କେଉଁ ଦଳ ବର୍ତ୍ତମାନ ସରକାରରେ ଅଛି ସେଇଟା ବଡ଼ କଥା ନାହିଁ। ବଡ଼ କଥା ହେଉଛି ଯେଉଁ ଦଳର ବ୍ୟକ୍ତି ବି ସରକାର ଆଜି କରିଥାନ୍ତେ, ଆମେ ତାଙ୍କ ସହିତ ଛିଡ଼ା ହେବା ଉଚିତ। ଏଇଟା ଆମ ପରମ୍ପରା, ଭାଇଚାରା, ଆମେ ଏକଜୁଟ ହେବା ଦରକାର। ଜୟ ହିନ୍ଦ, ଜୟ ଜଗନ୍ନାଥ।